ୱେଷ୍ଟ ବେଙ୍ଗଲର ବରାଇପୁର ବୋଲି ଗୋଟେ ଗାଁରେ ଗୋଟେ 12 ବର୍ଷର ଝିଅ ହଜିଯାଏ। ତାଙ୍କ ପରିବାର ତାକୁ ଖୋଜାଖୋଜି କରେ, ହେଲେ ତାର କିଛି ଅତାପତା ମିଳେ ନାହିଁ। ତା ପରଦିନ ସେଇ ଝିଅର ଡେଡ୍ ବଡି ଗୋଟେ ନଦୀ କୂଳରେ ପାଇଲେ। ଖୋଜାଖୋଜି କଲା ପରେ ଜଣା ପଡିଲା କି ସେଇ ଝିଅ ସହିତ ବଳାତ୍କାର କରିକି ସେଇ ଝିଅକୁ ମାରିକି ନଦୀରେ ପକେଇ ଦେଇଥିଲେ। ଆକ୍ଚୁଆଲି ଆମ ଦେଶରେ ଚାଲିଛି କଣ ନା 4 ବର୍ଷର ଝିଅ ସେଭ୍ ଅଛି ନା 40 ବର୍ଷର ମହିଳା ସେଭ୍ ଅଛନ୍ତି। 3 ଦିନ ତଳେ ହିଁ ରାଜସ୍ଥାନରେ ଗୋଟେ ଘଟଣା ଘଟିଥିଲା। ଗୋଟେ 13 ବର୍ଷର ଝିଅ ସହିତ 30 ଜଣ ଅଲଗା ଅଲଗା ହୋଟେଲ ନେଇକି ତାକୁ ମଦ ପିଇକି ତା ସହିତ ବଳାତ୍କାର କରିଥିଲେ। ଆମେ ଭିଡିଓ ବନେଇ ଦିନେ ଭିଡିଓ ବନେଇବା ବନ୍ଦ କରିଦଉ, କିନ୍ତୁ ରେପ୍ କେସ୍ ବନ୍ଦ ହେବାର ନାହିଁ। କାହିଁକି ନା ଆମେ ଯାହା ଉପରେ ଭରସା କରୁଛୁ ଆମ ମା ଭଉଣୀଙ୍କ ସୁରକ୍ଷା ପାଇଁ, ସେ ନିଜେ ସେଇ ବଳାତ୍କାରୀକୁ ପଲିଟିସିଆନର ଟିକେଟ ଦିଅନ୍ତି। କିଛି ନେତା ତ କହୁଛନ୍ତି ତମ ସହିତ ଯଦି ବଳାତ୍କାର ହଉଛି ଆଉ ତମେ ତାଙ୍କଠୁ ବଞ୍ଚିକି ଯାଇପାରୁନ, ତମେ ବି ତାଙ୍କ ସହିତ ମଜା ନିଅ। ଏଇଟା ହିଁ ସତ୍ୟତା ଅଛି କି ଆମ ଦେଶରେ ମଣିଷ ପଣିଆ ପୁରା ଶେଷ ହେଇଯାଇଛି। ଆଉ ଏଇ କେସରେ ଆପଣଙ୍କ ମତାମତ କଣ କମେଣ୍ଟ ସେକ୍ସନରେ ଜଣାନ୍ତୁ। ଆଉ ଏଇ ଭିଡିଓକୁ ଏତେ ମାତ୍ରାରେ ସେୟାର କରନ୍ତୁ କି ସେ ଦୋଷୀକୁ କଠୋର ଦଣ୍ଡ ମିଳିବ। ହରେ କୃଷ୍ଣ।